ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ ଓଡ଼ିଶା ପୋଲିସ ଏସ୍ଆଇରେ 933 ପୋଷ୍ଟର ଭ୍ୟାକେନ୍ସି ପୋଜିସନ୍ ଉପରେ ଆଜି ଭିଡ଼ିଓ କରିବା। କାହିଁକିନା ଆପଣ 933 ପୋଷ୍ଟ ଭିତରେ ଆପଣ 933ରେ ଇଲିଜିବୁଲ୍ ନୁହନ୍ତି। ଆପଣ କ୍ୟାଟେଗୋରୀ ୱାଇଜ୍ ଆପଣ ଡିଭାଇଡ଼ ହେଇଛି। ଆପଣଙ୍କର ଓମେନ୍ ଆଉ ମେନ୍ ଉପରେ ବି ଡିଭାଇଡ଼ ହେଇଛି। ଆଉ ମେନ୍ କେତେଜଣ, ଓମେନ୍ କେତେଜଣ, ମେନ୍ କେଉଁ ପୋଷ୍ଟ ପାଇଁ ଇଲିଜିବୁଲ୍, ଓମେନ୍ ଟ୍ରାନ୍ସଜେଣ୍ଡର ବି ଅଛନ୍ତି। ତେଣୁ କରିକି ଆପଣଙ୍କ 933 ଭିତରେ ଆପଣଙ୍କ ପୋଷ୍ଟ କେତେ ଅଛି ସେଇଟା ଆପଣ ହିସାବ କରିକି ସେତିକି ପୋଷ୍ଟରେ ଆପଣ ଇଲିଜିବୁଲ୍ ବୋଲି ଭାବିକି ଏକ୍ଜାମ୍ ଦେବେ। ତେଣୁ ସେ PDFରେ ଆପଣ ଦେଖିବେ କେତେଟା ପୋଷ୍ଟ ପାଇଁ ଇଲିଜିବୁଲ୍ ଆଉ କେଉଁ କେଉଁ କ୍ୟାଟେଗୋରୀ ପିଲା। ସେଥିପାଇଁ ଆମେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକିନା ଏବେ ଆଉ ସମୟ ନାହିଁ। ଆପଣ ପୁରା ସିଓର ହେଇକି କେତେଟା ପୋଷ୍ଟ ଆପଣ ଇଲିଜିବୁଲ୍ ସିଓର ହେଇକି ଦେଖନ୍ତୁ, ବୁଝନ୍ତୁ, ଆଉ କେମିତି ଏକ୍ଜାମ୍ କ୍ରାକ୍ ହେବ ସେ ଭିତରେ ଆପଣ ଏବେଠୁ ଧ୍ୟାନ ଦିଅନ୍ତୁ। ଦେଖନ୍ତୁ ଭ୍ୟାକେନ୍ସି ପୋଜିସନ୍ ସିରିଏଲ୍ ନମ୍ବର ଦିଆଗଲା, ନେମ୍ ଅଫ୍ ଦ ପୋଷ୍ଟ ଦିଆଗଲା, ନମ୍ବର ଅଫ୍ ଭ୍ୟାକେନ୍ସିଜ୍, ଆଉ ରହିଲା ସ୍ପେଶିଆଲ୍ କ୍ୟାଟେଗୋରୀ ସେଟା ବି ରହୁଛି ଆପଣଙ୍କର। ଫାର୍ଷ୍ଟ ହେଲା SI ପୋଲିସ, ସିଭିଲ୍ ପୋଲିସରେ SC ମେନ୍ ଆଉ ଓମେନ୍। SC ମେନ୍ କେବଳ 40 ପାଇଁ ଆଉ ଓମେନ୍ 20। ହଁ, ଆପଣ କହିବେ ଆମ କେବଳ 40ଟା ପୋଷ୍ଟ ମୋ ପାଇଁ ଅଛି ଯେ କି ମୁଁ ଏତିକିର ଇଲିଜିବୁଲ୍। ନା, ଆପଣଙ୍କର SC ମେନ୍ 40 ୱିଥ୍ UR 166, ଆପଣଙ୍କର ପାଖାପାଖି କେତେ 206। SC ମେନ୍ ଆପଣଙ୍କର 206 ପାଇଁ ଇଲିଜିବିଲିଟି। SI ପୋଲିସ, ସିଭିଲ୍ ପୋଲିସ କଥା କହୁଛି, ସେଥିରେ ଆପଣ ଇଲିଜିବୁଲ୍। ଯଦି ଆପଣ ଭଲ ମାର୍କ ରଖିବେ ତାହେଲେ UR ପଳେଇଲେ ଆପଣଙ୍କର SC କ୍ୟାଟେଗୋରୀ ଲାଗିବନି, UR ଆପଣ ପୋଷ୍ଟରେ ରହିବେ। ତେଣୁ କରିକି ଆପଣଙ୍କର ପୋଷ୍ଟ ରହିଲା 40 ପ୍ଲସ୍ 166। ସେମିତି ST ମାନଙ୍କର ବି ମେନ୍ ସେମିତି 138 ଆଉ ଓମାନଙ୍କର 68। ସେ ମେନ୍ ମାନଙ୍କର ରହିଲା 138 ପ୍ଲସ୍ 166। ଏତିକି ପୋଷ୍ଟ ଆପଣଙ୍କର ରହିଲା। ଆଉ SCBC 64 ପ୍ଲସ୍ 166। ଆଉ ଓମେନ୍ ମାନଙ୍କର 31 ଆଉ 82। ତାପରେ ହେଲା ଟୋଟାଲ୍ ଆପଣଙ୍କର ମେନ୍ ଓମେନ୍ ତ କ୍ୟାଟେଗୋରୀ କରାଯାଇଛି। ତାପରେ ରହିଲା ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ କେବଳ 18ଟା ପୋଷ୍ଟ ରହିଛି। ଆଉ ସ୍ପୋର୍ଟସ୍ ପର୍ସନ୍ 4ଟା ଆଉ ଓମେନ୍ ମାନଙ୍କର 2ଟା ରହିଛି। ଏତିକି SI ପୋଲିସ ମାନେ ସିଭିଲ୍ ପୋଲିସର କ୍ୟାଟେଗୋରୀ କରାଗଲା। ପୁଣି ତାପରେ ରହିଲା ଆର୍ମ ପୋଲିସର ପ୍ରଥମ ଭିଡ଼ିଓରେ ବି କୁହାଯାଇଛି ଯେ କି କେବଳ ସେଠି ମେନ୍କୁ ଦିଆଯାଇଛି। କେବଳ ମେନ୍ ମାନେ ହିଁ ଆର୍ମ ପୋଲିସରେ ଇଲିଜିବିଲିଟି। ତେଣୁକରି SCର 30, STର 36, SCBର 59। ଆଉ UR ତ ଆପଣ ଅନ୍ ରିଜର୍ଭ ପୋଷ୍ଟ ହେଉଛି, ସମସ୍ତେ ଏଥିରେ ଇଲିଜିବିଲିଟି। ଆପଣ କହିପାରିବେନି କି କେବଳ ଜେନେରାଲ୍ ପିଲା, ସେମିତି ନାହିଁ। ଜେନେରାଲ୍ ପିଲାଙ୍କର କିଛି ଆପଣଙ୍କର କ୍ୟାଟେଗୋରୀ ୱାଇଜ୍ ନାହିଁ। ତେଣୁ କରିକି ସେମାନେ ସବୁ UR କ୍ୟାଟେଗୋରୀ ଯାଉଛନ୍ତି। ତେଣୁ କରିକି ଟୋଟାଲ୍ ପୋଷ୍ଟ ଦିଆଗଲା। ଆଉ ତାପରେ ଏକ୍ସ ସର୍ଭିସନ୍ କୋଟା ର ଆପଣଙ୍କର 8ଟା ରହିଲା। ଆଉ ସ୍ପୋର୍ଟସ୍ ପର୍ସନ୍ 3ଟା। ସେଗୁଡ଼ା ଷ୍ଟେସନ୍ ଅଫିସର ସେମାନଙ୍କର ବି ସେଇ କଥା, ମାନେ କେବଳ ମେନ୍ ମାନେ ଇଲିଜିବିଲିଟି। ଆଉ ସ୍ପୋର୍ଟସ୍ ପର୍ସନ୍ର ଷ୍ଟେସନ୍ ଅଫିସର ନାହିଁ ପୋଷ୍ଟ। ଆଉ ତାପରେ ହେଲା ଆସିଷ୍ଟାଣ୍ଟ ଜେଲର ଆପଣଙ୍କର ହେଲା ମେନ୍ର 2ଟା SC ଆଉ ଓମେନ୍ 1। ସେମିତି କ୍ୟାଟେଗୋରୀ ୱାଇଜ୍ ଭାଗ କରାଯାଇଛି। ଆପଣ ଏବେ ଦେଖିଦେବେ SC କାଷ୍ଟ। ମୁଁ ଗୋଟେ ପେପର ଲେଖିକି ଦେଇଦେବି ଯେ କି କେତେଟା କ'ଣ ଆପଣ ଇଲିଜିବିଲିଟି, ତେଣୁକରି ଜାଣିପାରିବେ। ଯେମିତି ଆପଣଙ୍କର ହେଲା SC ମେନ୍ 40 ସିଭିଲ୍ ପୋଲିସ ପାଇଁ, ଆଉ ମେନ୍ ମାନଙ୍କର କହୁଛି। ଆର୍ମ ପୋଲିସ ହେଲା 30, ଆଉ ଫାୟାର ସର୍ଭିସ ଷ୍ଟେସନ୍ ଅଫିସର 7, ଆସିଷ୍ଟାଣ୍ଟ ଜେଲର ହେଲା 2। ଆଉ ଟୋଟାଲ୍ UR ବି ଯିବ, UR 166, 128, 21 ଆଉ 9। ଏତିକିରେ ଆପଣ ଇଲିଜିବିଲିଟି। ଆଉ ଏକ୍ସଟ୍ରା ପୋଷ୍ଟ ଆପଣମାନଙ୍କ ପାଇଁ ନାହିଁ। ଜାଣିପାରିଲେ? ଏବେ ଆପଣଙ୍କର ରହିଲା ଭ୍ୟାକେନ୍ସି ପୋଜିସନ୍।